ମୁଁ ସ୍ୱାଗତ ଜଣାଉଛି ମୋ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ଆଜି ଗୋଟେ ଗୁଡ୍ ନ୍ୟୁଜ୍ ଦେବି ଯେଉଁଟା କାଳିଆ ଯୋଜନା ବିଷୟରେ। ଯଦି ଆପଣ କାଳିଆ ଯୋଜନା ଆଗରୁ ଆବେଦନ କରିଛନ୍ତି ବା ଆଗରୁ ଆବେଦନ କରିଥିଲେ ସେଥିରେ ନାମ ଅଛି ଆପଣ ଖାତାକୁ ପଇସା ଆସୁଥିଲା ଆଉ ଯେଉଁମାନେ ନୂଆ ଆବେଦନ ଏବେ କରିଥିଲେ ସମସ୍ତଙ୍କ ପାଇଁ ଗୁଡ୍ ନ୍ୟୁଜ୍ କାହିଁକି ମୋର ପଛ ଭିଡ଼ିଓରେ ଯେମିତି ମୁଁ ଅପଡେଟ୍ କରିଥିଲି ଆପଣମାନଙ୍କୁ ଭିଡ଼ିଓ ପ୍ରୋଭାଇଡ଼ କରିଥିଲି ଯେ କାଳିଆ ଯୋଜନା ଯେଉଁ 2024ର ଲିଷ୍ଟ ଆଇଦର ଚାଷୀ ହେଉ ବା ଭୂମିହୀନ ହେଉ ସେମାନଙ୍କ ରିଲିଜ୍ ହୋଇସାରିଛି। ଆପଣମାନେ ଦେଖିନାହାନ୍ତି ଯଦି ଏବେ ବି ଚ୍ୟାନେଲ୍ ଭିଡ଼ିଓ ଅଛି ଦେଖିନିଅନ୍ତୁ। ଆଉ ଏବେର ଖୁସି ଖବର ହେଲା ସରକାର ମଧ୍ୟ ଡେଟ୍ ଡିକ୍ଲେୟାର କରିଛନ୍ତି କେଉଁ ତାରିଖରେ ପଇସା ମିଳିବାକୁ ଯାଉଛି କାଳିଆ ଯୋଜନା। ଭିଡ଼ିଓଟା ସମ୍ପୂର୍ଣ୍ଣ ଜାଣିବାକୁ ହେଲେ ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖିବେ, ବିଲକୁଲ ବି ସ୍କିପ୍ କରିବେ ନାହିଁ। ଯଦି ବି ଚ୍ୟାନେଲ୍ ନୂଆ ଅଛନ୍ତି ନିଶ୍ଚିତ ଭାବେ ସବସ୍କ୍ରାଇବ୍ କରି ରଖନ୍ତୁ କାହିଁକିନା ଏମିତିକା ଅପଡେଟ୍ ଭିଡ଼ିଓ କାଳିଆ ଯୋଜନା ହେଉ କିମ୍ବା ଆମର ପିଏମ୍ କିଷାନ ହେଉ କିମ୍ବା ରାସନ କାର୍ଡ଼ର ଅପଡେଟ୍ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସେଥିପାଇଁ ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରି ରଖନ୍ତୁ। ଆଉ ଯଦି ଭିଡ଼ିଓ ଭଲ ଲାଗୁଛି ନିଶ୍ଚିତ ଲାଇକ୍ କରିବେ। ଅନ୍ୟମାନେ କେମିତି ଜାଣିପାରିବେ କେଉଁ ଯୋଜନା କେଉଁ ସମୟରେ ଆସୁଛି ସେଥିପାଇଁ ଭିଡ଼ିଓ ମଧ୍ୟ ସେୟାର କରିବେ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସବୁ ଲୋକଙ୍କର ଯେଉଁ କମେଣ୍ଟ ଆସୁଛି এই ସମୟରେ ଯେଉଁ କାଳିଆ ଇନଷ୍ଟଲମେଣ୍ଟ ଆସିବ କେଉଁମାନଙ୍କୁ ମିଳିବ ଏଇଟା ବି ଇମ୍ପୋର୍ଟାଣ୍ଟ କଥା କାହିଁକିନା ଆପଣମାନେ ଜାଣିଥିବେ ଏଥିରେ ଚାଷୀ ଅଛନ୍ତି ଭୂମିହୀନ ଅଛନ୍ତି। ଭୂମିହୀନମାନଙ୍କର କହିବାକୁ ଗଲେ ଭୂମିହୀନ ଯେଉଁ ପ୍ରଥମରୁ କିସ୍ତି ମିଳିଥିଲା ସେତିକି ଆଉ ଏତେବେଳେ କିଛି ବି ମିଳିନାହିଁ। କିନ୍ତୁ ସରକାରଙ୍କ ଯେଉଁ ଡିକ୍ଲେୟାର କରିଥିଲେ କିଛି ଦିନ ପୂର୍ବରୁ ଭୂମିହୀନବାଲାକୁ 2000 ଟଙ୍କା ଲେଖାଏଁ ମିଳିବାର ଅଛି ସେହି ପରିସ୍ଥିତି ଲୋକଙ୍କର ପ୍ରଶ୍ନ କରିବା ସ୍ୱାଭାବିକ। କାରଣ ଏବେ ଯେଉଁ ଆମାଉଣ୍ଟ ଆସିବ କାହା ପାଖକୁ ଆସିବ, ଚାଷୀମାନଙ୍କୁ ଆସିବ କି ଭୂମିହୀନବାଲାକୁ ଆସିବ। ଆଉ ରହିଲା ବ୍ୟାଙ୍କ କେଉଁ ବ୍ୟାଙ୍କକୁ ଆସିବ କାହିଁକିନା ପ୍ରତ୍ୟେକ ଲୋକଙ୍କ ପାଖରେ 2ଟି 3ଟି ବ୍ୟାଙ୍କ ଅଛି। ସମସ୍ତଙ୍କ ଡାଉଟ୍ କେଉଁ ବ୍ୟାଙ୍କକୁ ଆସିବ। ଦେଖ ପ୍ରଥମ କ୍ୱେଶ୍ଚିନ୍ ମୁଁ ଦୂର କରିଦେଉଛି ଯଦି ଆପଣ କାଳିଆ ଯୋଜନାରେ ଅଛନ୍ତି ଆଇଦର ଭୂମିହୀନ ହୁଅ କି ଚାଷୀ ହୁଅ ସମସ୍ତଙ୍କୁ ପଇସା ମିଳିବାକୁ ଯାଉଛି 11 ତାରିଖରେ। 11 ତାରିଖରେ ପଇସା ମିଳିବ ବୋଲି ସରକାର ମଧ୍ୟ ଘୋଷଣା କରିସାରିଛନ୍ତି। ଆଉ ରହିଲା ବ୍ୟାଙ୍କ ଖାତା ଯଦି ଆପଣଙ୍କର ଆଗରୁ ଯେମିତି ଆମର ବ୍ୟାଙ୍କ ବେସିସ୍ରେ ପଇସା ଆସୁଥିଲା ବ୍ୟାଙ୍କ ଖାତାକୁ କିନ୍ତୁ ଏବେ ସେମିତି ନୁହଁ। ଏବେ ଟୋଟାଲି ଆମର ଆସିବ କେଉଁଠିକି ଆମର ଆଧାର ବେସିକ୍ ହିସାବରେ ଆସିବ। ଯଦି ଆପଣ ଆଧାର କାର୍ଡ଼ ସହିତ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ ଅଛି ସେଇଥିରେ ହିଁ ପଇସା ଆସିବ। ସେଥିପାଇଁ ଯଦି ଆପଣ ଏପର୍ଯ୍ୟନ୍ତ ଆଧାର କାର୍ଡ଼ ସହିତ ଲିଙ୍କ୍ କରିନାହାନ୍ତି ଲିଙ୍କ୍ କରିନିଅନ୍ତୁ ଯାହାଦ୍ୱାରା ଆପଣଙ୍କ ଖାତାକୁ ମଧ୍ୟ ପଇସା ଆସିପାରିବ। ଆଉ ଯଦି ବି ଜାଣିବାରେ କିଛି ଅସୁବିଧା ହେଉଛି ନିଶ୍ଚିତ କମେଣ୍ଟ କରିବେ। ଆଉ ଯଦି ଭିଡ଼ିଓ ଭଲ ଲାଗୁଛି ନିଶ୍ଚିତ ଲାଇକ୍ କରନ୍ତୁ।